ତିନିଟାରୁ ଗୋଟେ ଉପାଦାନ ଯଦି ଆମେ ବାହାର କରିଦେବା ବା ତା ଦେହରୁ କାଢିଦେବା ତାହେଲେ ନିଆଁଟା ଲିଭିଯିବ। ତିନିଟା ଦ୍ଵାର ସମ ପରିମାଣରେ ବା ଯେତିକି ରିକ୍ୱାର୍ଡ ଗୋଟେ ତାର ଇଗ୍ନିସନ ପଏଣ୍ଟକୁ ପହଞ୍ଚିବା ପାଇଁ ହେଲେ ନିଆଁ ଜଳିବା ପାଇଁ ଯେତିକି ଉତ୍ତାପ ଦରକାର ସେତିକି ଉତ୍ତାପରେ ପହଞ୍ଚିଲେ ନିଆଁ ଜଳିବ। ଯେମିତି ଧରନ୍ତୁ ଆପଣ ଆଟମୋସ୍ଫିୟର ଅକ୍ସିଜେନ ଅଛି, ବାୟୁମଣ୍ଡଳରେ ଅକ୍ସିଜେନ ଅଛି ନା ଅଛି, ହିଟ୍ ବି ଅଛି। ଧର ଏବେ ଆମର 30 କି 35 ଡିଗ୍ରୀ ସେଲସିୟସ୍ ହିଟ୍ ଥିବ ବାୟୁମଣ୍ଡଳରେ, ଫୁଏଲ ବି ଅଛି, କାଠ ଅଙ୍ଗାର ସବୁ ଅଛି, କାଠ ଅଛି, ତେଲ ଅଛି, ସବୁ ଅଛି, କିନ୍ତୁ ନିଆଁ ଲାଗୁଛି କି? ଲାଗୁନି। କାହିଁକି ନା ତାର ଯୋଉ ପରିମାଣରେ ଉତ୍ତାପ ଦରକାର, ଉତ୍ତାପଟା ହଉଛି ଇମ୍ପୋର୍ଟାଣ୍ଟ, ଯୋଉଟା କି ହିଟ୍ ଟା ଦରକାର ସେଇ ଇଗ୍ନିସନ ଟେମ୍ପରେଚରରେ ପହଞ୍ଚିବା ପାଇଁ ଯେତିକି ଉତ୍ତାପ ଦରକାର ଗୋଟେ ବସ୍ତୁ ଜଳିବା ପାଇଁ ସେ ଉତ୍ତାପ ବାୟୁମଣ୍ଡଳରେ ନାହିଁ, ସେଥିପାଇଁ ବାୟୁମଣ୍ଡଳରେ ନିଆଁଟା ଲାଗୁନି। କିନ୍ତୁ ଯେତେବେଳେ ଯୋଉଠି ଉତ୍ତାପର ପରିମାଣ ଅଧିକା ହେଇଯିବ ସେଇଠି ଅଟୋମେଟିକ ନିଆଁଟା ଜଳିବ। ତେଣୁ ନିଆଁଟା ଆମେ ତ ଧରନ୍ତୁ ଆପଣ ଗୋଟେ କହୁଛି ନିଆଁଟା ପୁଣି ଜଳିଲା ପରେ ସେଟା କଣ ହଉଛି କଣ୍ଟିନ୍ୟୁ କରୁଛି। କେମିତି କଣ୍ଟିନ୍ୟୁ କେମିତି କରୁଛି? ତାର ଚେନ ରିଆକ୍ସନ ହଉଛି। କଣ ହଉଛି? ଧର ଗୋଟେ ଆମେ ଗ୍ୟାସ କାଟା ମାରିଦେଲେ, ଆମେ ଯେତେବେଳେ ଧୂପ କାଟା ଜଳଉଛେ କଣ କରୁଛେ?